ଯେ ସକାଳୁ ସକାଳୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଡ୍ରାଇଭର ଯେ କାର୍ଯ୍ୟ କରୁଥିଲେ ଗୋପାଳପୁର ପୋର୍ଟରେ ଏବଂ ସେଠାରେ ଡ୍ରାଇଭର କାର୍ଯ୍ୟ କରି ବଞ୍ଚୁଥିଲେ, ପରିବାରର ପ୍ରତିପୋଷଣ କରୁଥିଲେ। ସେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ରହିଛନ୍ତି ଏବଂ ମୋଟା ଯେଉଁ ରହିଛି ଜଙ୍କିଆ ଥାନା ଅଣ୍ଡରରେ ରହିଛି ସେହି ଅଞ୍ଚଳର ଜଣେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ ଗୋପାଳପୁର ପୋର୍ଟରେ ଏବଂ ଅଚାନକ ତାଙ୍କର କ'ଣ ମୃତ୍ୟୁ ଘଟିଛି। ଯାହାଫଳରେ ପରିବାରକୁ ପୋଲିସ ଯେଉଁ କମ୍ପାନୀ କର୍ତ୍ତୃପକ୍ଷ ଫୋନ କରିଛନ୍ତି ସକାଳ 5 ସମୟରେ ଏବଂ ସେମାନେ କହିଛନ୍ତି ତମ ବାବା ଆଉ ନାହାନ୍ତି ଦୁନିଆରେ। ତ এই কথা শুনি ଆମ ଅଞ୍ଚଳକୁ ଯେଉଁ ଉପଖଣ୍ଡ ଚିକିତ୍ସାଳୟକୁ ଜଙ୍କିଆରୁ ସୁଦୂରରୁ ଆସିଛନ୍ତି ଏବଂ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଛନ୍ତି ତାଙ୍କର ପୁଅ ଓ ଝିଅ। ଆଉ କିଛି ଦିନ ବୋଲେ ବାହାର ହୋଇଥାନ୍ତା ଝିଅର। ଆଉ ଏ ଦୃଶ୍ୟ ମୁଁ ଦେଖାଇବା ପାଇଁ ଚାହିଁବି। ଇଏ ହେଉଛି ସେଇ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଦୃଶ୍ୟ। ତାଙ୍କ ସହିତ ମଧ୍ୟ ଯୋଡ଼ି ହୋଇଛନ୍ତି এই ଅଞ୍ଚଳର ଯେଉଁ ୟୁନିୟନ ରହିଛନ୍ତି ସେମାନେ ମଧ୍ୟ ହୋଇଛନ୍ତି। ସେମାନଙ୍କୁ କିଭଳି ଭାବରେ ନ୍ୟାୟ ମିଳିବ সেই ପାଇଁ ସେମାନଙ୍କର ପ୍ରଚେଷ୍ଟା ଚାଲିଛି। ବର୍ତ୍ତମାନ ଯେଉଁ ରହିଛନ୍ତି କେତେବେଳେ ଘଟଣା ଘଟିଲା କ'ଣ ଘଟିଲା ସେମାନଙ୍କଠୁ ଶୁଣିବା ଯେ ପ୍ରକୃତରେ କ'ଣ ହେଇଛି এই ଘଟଣା, କେବେ କାର୍ଯ୍ୟ କରୁଥିଲେ, ତାଙ୍କ ନାଁ କ'ଣ ଥିଲା? ଆପଣଙ୍କ ନାଁ କ'ଣ? ମୋ ନାଁ ପୂଜା ପ୍ରଧାନ, ମୋ ବାବାଙ୍କ ନାଁ ବିକ୍ରମ ପ୍ରଧାନ। ତାଙ୍କର କ'ଣ ହବ ତୁମେ? ମୁଁ ତାଙ୍କ ଝିଅ। କ'ଣ ହେଇଥିଲା, କେତେବେଳେ ଫୋନ ଆସିଲା? 5:30ରେ ଜଣେ ଷ୍ଟାଫ ତାଙ୍କର ଫୋନ କଲେ କି ଝିଅ ଆଉ ପାରାଦୀପରୁ ପୋର୍ଟରୁ କଲ୍ କରୁଛି କି ଗୋପାଳପୁର ପୋର୍ଟରୁ ଫୋନ କରୁଛି କି ତମ ବାବାଙ୍କର ହଉଛନ୍ତି ଦେହ ଖରାପ ହେଇଛି। ମୁଁ କହିଲି କ'ଣ ହେଇଛି ନା ଆମେ ମେଡିକାଲ ନେଇକି ଯାଇଥିଲୁ ଆଉ ସେ ଆଉ ନାହାନ୍ତି ଆଉ ଏତିକି ବାସ୍ କହିଲେ। ସେତିକି କହିକି ଫୋନ ରଖିଦେଲେ। ପୁଣି ଥରେ ଫୋନ କଲେ କି ଆପଣ ମାନେ ତମେ ସମସ୍ତେ ଆସ ଏଠିକି ନେଇକି ଯାଅ ତମ ବାବାଙ୍କୁ। ତାପରେ ଆମେ ଏଠି ଆସିକି ପହଞ୍ଚିଲୁ। ତମର ପରିବାରରେ ବାବା କେବେଠୁ ଏଠି କାମ କରୁଥିଲେ? ବାବା 2 ବର୍ଷ ହେଲା କାମ କଲେ ହିଁ। ଆଉ ଏଠି 12 ଘଣ୍ଟା ଡ୍ୟୁଟି ହଉଛି, 8 ଘଣ୍ଟା। ବାବା ସବୁବେଳେ କୁହନ୍ତି ଏଠି ବହୁତ କଷ୍ଟ ହଉଛି, ମୁଁ ଗରମ ସମ୍ଭାଳି ପାରୁନି ଆଉ ବହୁତ କଷ୍ଟ ହଉଛି, 8 ଘଣ୍ଟା ହେଲେ ହଅନ୍ତା। ଏଠି ବହୁତ ପ୍ରୋବ୍ଲେମ ହୁଏ। ବାବା ଫୋନ କରିକି ହଁ ଜଣେଇଛନ୍ତି? ବାବା ସବୁବେଳେ କୁହନ୍ତି, ଘରକୁ ବି ଗଲେ କୁହନ୍ତି। ଆଉ ଏଠି ବି ଯଦି କେତେଥର ମୁଁ ବି ଶୁଣିଛି ଆନ୍ଦୋଳନ ଏଠି କରନ୍ତି, ଷ୍ଟ୍ରାଇକ୍ କରନ୍ତି ଯୋଉ ଏସବୁ ପାଇଁ। ସେ କିଛି ବି ଶୁଣନ୍ତିନି। ସବୁବେଳେ ସବୁ ମାସରେ କୁହନ୍ତି ହଁ ସ୍ୟାଲେରୀ ବଢିବ ଆଉ କିଛି ହବ ଭଲ, ଯୋଉ ଡ୍ରାଇଭର ମାନଙ୍କୁ କିଛି ଭଲ ସୁରକ୍ଷା ଦିଆହବ, ସେ ସବୁ କିଛି ବି ହୁଏନି। ବାବା କହନ୍ତି ମିଛ କହିକି ଆମକୁ ସବୁ ଏମିତି ରଖୁଛନ୍ତି। ଆଉ ଏଠି ବହୁତ ପ୍ରୋବ୍ଲେମ ହଉଛି, ଖାଇବା ପିଇବା ବହୁତ ପ୍ରୋବ୍ଲେମ ହଉଛି ଆଉ ଗରମ ବହୁତ ହଉଛି। 8 ଘଣ୍ଟା ଡ୍ୟୁଟି କରିବା ଦରକାର ବୋଲି ବାବା କୁହନ୍ତି, 12 ଘଣ୍ଟା ହୁଏ। ପରିବାରରେ କୋଉ ମାନେ ରୁହନ୍ତି, କିଏ କିଏ ରୁହନ୍ତି? ମୁଁ, ମୋ ମମି ଆଉ ମୋ ଭାଇ। ବାବା ହିଁ ଆମର ଜଣେ ହିଁ ଇନକମ କରିବା ଲୋକ। ମୋ ଭାଇ ଛୋଟ ଭାଇ ଆଉ ମୁଁ, ମୋ ମମି ଆଉ ବହୁତ ଆମ ଘରେ। ଆମେ ବି ଗୋଟେ ଗରିବ ପରିବାରରୁ, ମୋ ବାବା ହିଁ ଜଣେ ଇନକମ କରିବା ଲୋକ। କିଛି କେତେ ପଇସା ପାଉଥିଲେ ପରିବାରକୁ ପ୍ରତିପୋଷଣ କରିବା ପାଇଁ? ତ ଆପଣଙ୍କର କ'ଣ ବାବା ଦାବି ଆମର ରହୁଛି ଆଜି କ'ଣ ଦାବି କରୁଛନ୍ତି ଆପଣ? ଯାହା ବି ଆମକୁ ନ୍ୟାୟ ମିଳୁ ଆମ ବାବାଙ୍କୁ। ଏମିତି ତ ମୋ ଭାଇ କିଛି ସହାୟତା ମିଳୁ, ଚାକିରି ମିଳୁ, ଆଉ ଚଳିବା ପାଇଁ ଆମକୁ ଅସୁବିଧା ହବ। ତ ଆପଣଙ୍କୁ କୋଉ ବାବଦରେ ମରିଲେ କିଛି କହିଛନ୍ତି? ଯେ କହିଛନ୍ତି କି ହାର୍ଟ ଆଟାକ୍ ବୋଲି କହିଛନ୍ତି। ଆପଣ ସାଙ୍ଗେ ସାଙ୍ଗେ ପହଞ୍ଚିଛନ୍ତି ଉପଖଣ୍ଡ ଚିକିତ୍ସାଳୟ? ହଁ ହଁ। ଆପଣଙ୍କ ନାଁ? ରାଜା ପ୍ରଧାନ। ଆପଣ ତାଙ୍କର ପୁଅ ହେବେ? ଆଜ୍ଞା। କ'ଣ ହେଇଥିଲା ବାବାଙ୍କୁ? ବାବା କେତେବେଳେ ଆଜି ବାବାଙ୍କର କ'ଣ ହେଇଥିବାର ମଧ୍ୟ ସୂଚନା ପାଇ ଆପଣ ଉପଖଣ୍ଡ ଚିକିତ୍ସାଳୟ ଛତ୍ରପୁରକୁ ଆସିଛନ୍ତି? ବାବାଙ୍କ ଫୋନ କଲେ, କହିଲେ ହାର୍ଟ ଚୋକ୍ ହେଇଛି ବୋଲି କହିଲେ। ସେଠି ଭିତରେ ଆସିଛନ୍ତି? ଆଜ୍ଞା। ଆପଣଙ୍କର ରୋଜଗାର ବାବା କରୁଥିଲେ ନା ଅନ୍ୟ ଆପଣଙ୍କର? ନା ବାବା ହିଁ କରୁଥିଲେ। ଆଉ ବାବାଙ୍କ ରୋଜଗାରରେ ଏଟା କରୁଥିଲେ? ଆଜ୍ଞା। ତ ଆପଣ ଜଙ୍କିଆ ଅଞ୍ଚଳରୁ ଏଠାରେ କାମ କରୁଥିଲେ, କ'ଣ ଆପଣଙ୍କର ଆଗରୁ ଏଇଠି ରହୁଥିଲେ ନା ପରବର୍ତ୍ତୀ ସମୟରେ ଆସିକି ନା ଆମେ ତ ଆମ ଗାଁରେ ରହୁଥିଲୁ, ବାବା ଏଠି ରହିକି କାମ କରୁଥିଲେ। ଆଜ୍ଞା। ନିଶ୍ଚୟ ଭାବରେ ଦେଖୁଥିଲେ, ଇଏ ହେଉଛି ଦୁଃଖ ଭରା କାହାଣୀ। ଏ ହେଉଛନ୍ତି ତାଙ୍କର ରାଜା ପ୍ରଧାନ କଥା କୁହନ୍ତୁ, ପୂଜା ପ୍ରଧାନ କଥା କୁହନ୍ତୁ, ଏମାନେ ହେଉଛନ୍ତି ତାଙ୍କର 2ଟି ଝିଅ ଆଉ ପୁଅ ରହିଛନ୍ତି। ଏବଂ ବାବା 2 ବର୍ଷ ହେଲା ଆସି ଏ ଗୋପାଳପୁର ପୋର୍ଟରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ। ସେମାନଙ୍କ କହିବା କଥା ହେଉଛି ଯେ ବାବା ଯେତେବେଳେ ଘରକୁ ଯାଉଥିଲେ ସେ ଗୋଟିଏ କଥା କହୁଥିଲେ ଯେ ବହୁତ କଷ୍ଟ ହେଉଛି ଗୋପାଳପୁର ପୋର୍ଟରେ କାର୍ଯ୍ୟ କରିବା, କାରଣ 12 ଘଣ୍ଟା କାର୍ଯ୍ୟ କରିବାକୁ ପଡୁଛି ଏବଂ ଖରା ପ୍ରବଳ ରହୁଛି, ଖାଇବା ପିଇବା ସୁବିଧା ରହୁନି ବୋଲି ସେମାନଙ୍କୁ କହୁଥିଲେ। କିନ୍ତୁ ବର୍ତ୍ତମାନ ମୃତ୍ୟୁର ତ ରହସ୍ୟ ରହିଛି, କାରଣ ମୃତ୍ୟୁ କିଭଳି ହୋଇଛି ଏବେ ପର୍ଯ୍ୟନ୍ତ କିଏ ସ୍ପଷ୍ଟ କରିନି। ଆଉ ତାଙ୍କୁ ଯେଉଁ ଫୋନ କରିକି କୁହାଯାଇଛି ଯେ ଆପଣଙ୍କ ବାବାଙ୍କର ଦେହ ସିରିୟସ୍ ରହିଛି ଏବଂ ହାର୍ଟ ଆଟାକରେ ମଧ୍ୟ ମୃତ୍ୟୁ ହୋଇଥିବାର ମଧ୍ୟ ପରିବାରକୁ ସୂଚନା ଦେଇଛନ୍ତି। ଯାହାଫଳରେ ଜଙ୍କିଆ ଥାନା ଅଣ୍ଡରରେ ଯେଉଁ ମୋଟା ଅଞ୍ଚଳରୁ ସେମାନେ ଗରିବ ପରିବାର ରହିଛନ୍ତି, ଏକ ରୋଜଗାର ରହିଥିଲେ ବାପା, ଯିଏ ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ ଆଉ ପିଲାଙ୍କୁ ପାଠ ପଢାଉଥିଲେ, ସେ ପଇସା ରୋଜଗାର ହେଉଥିଲା। ଏବଂ ଏବେ ପୂଜା ଯିଏ ରହିଛନ୍ତି ତାଙ୍କର ଝିଅ ରହିଛନ୍ତି, ତାଙ୍କ କହିବା କଥା ହେଉଛି ଆମ ବାବା ଯେତେବେଳେ ଚାଲିଗଲେ ଯେ ଅସୁବିଧାର ସମ୍ମୁଖୀନ ଆମ ପରିବାର ଚଳିବୁ କେମିତି, ଆମର ପରିବାର
ବଞ୍ଚିବ କେମିତି ଏ ରହିଛି ସେମାନଙ୍କର ଅଭିଯୋଗ ରହିଛି ଏବଂ ଅନ୍ୟ ପକ୍ଷରେ ମଧ୍ୟ ଆମେ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ ମେରାଇନ ଥାନା ଅଧିକାରିଣୀ ଯୋଉ ଥାନା ଅଧିକାରିଣୀ ରହିଛନ୍ତି ଏବଂ ତାଙ୍କ ସାଙ୍ଗରେ କଥା ହୋଇଥିଲେ ତାଙ୍କୁ 5:30 ରୁ 6 ଭିତରେ ଗୋପାଳପୁର କୋର୍ଟରୁ ଫୋନ ଆସିଥିଲା ଜଣେ ଗାଡ଼ିରେ ଯୋଉ ଅନ୍ ଡ୍ୟୁଟି ରେ ଜଣେ ଡ୍ରାଇଭର ମୃତ୍ୟୁ ହୋଇଥିବାର ସୂଚନା ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ଥାନା ଯୋଉ ଷ୍ଟାଫ ଯାଇଥିଲେ ପହଞ୍ଚିଥିଲେ ଏବଂ ପରବର୍ତ୍ତୀ ସମୟରେ कंपनी कर्तृपक्षर आंबुलांस छत्रपुर उपखंड चिकित्सा अणाला डॉक्टर एठारे मृत्यु घोषणा कर वर्तमान सबगृह शब अच्छी व्यवच्छेद चली कार्य चली तार किभली भाव में प्रोसेस चली आम कथा जो यूनियन आसी शह शह आसी श्रमिक मैंने आसी साहाय्यर हाथ बढ़ाई कंपनी को अनुरोध कर किभली भाव में परिवार प्रतिपोषण किसी सुरक्षा व्यवस्था करा गोटे भाई को कौन कौन थैतान करने दाबी रही आम आलोचना करबा आपन को परिचय। नमस्कार जय श्री राम मो नाम हूँ रामकृष्ण रेड्डी गंजाम ऑपरेटर ड्राइवर मजदूर संघ प्रेसिडेंट। वर्तमान आज जो अभावन घटना घटी गोपालपुर पोर्ट रे जड़े श्रमिक जड़े ड्राइवर भाई 12 घंटा काम करला समय मृत्यु घटी। वर्तमान दीर्घ दिन समस्या पोर्ट रे चली आसूची आम बारंबार मना करूँ कि आप 12 घंटा काम करातु नहीं जहाँ हेतु प्रचंड खरा पड़ुची आर प्रभाव समस्त उपर पड़ुची से वर्तमान गाड़ी जो समय चलती ओनली खाली गोटे अंडरवेयर से अच्छा एत प्रचंड खरारे से वर्तमान मृत्यु ये होती। तो वर्तमान आम बारंबार दाबी करूँ गोपालपुर पोर्ट को आप अन्याय काम करातु नहीं जदि आप 12 घंटा काम कर डबल ओटी देकर काम करातु से रही गोटे कंटेनर व्यवस्था करातु एम जो भाई मरीज गोटे सेपरेट कंटेनर ना गोटे ड्राइवर को रही कंटेनर व्यवस्था भी ना से बहुत विभिन्न प्रकार समस्या रही पोर्ट भितर आम ए विषय को लेकिन बारंबार कहलु कहला पर 12 घंटा काम करें जो आज्ञा मरचंती भी वर्तमान आपड़ देखिए से भी दीर्घ 2 वर्ष है 12 घंटा नाका काम कर निज घर को कहते कि मु 12 घंटा काम कर पारनी मु 12 घंटार प्राप्ति पाई पारनी हेले मु 12 घंटा काम करुच्ची जदि मु 12 घंटा काम करिबिनी कहूची मु 8 घंटा काम करले मते कंपनी काढ़िया ये करुच्ची काम काढ़ीदेवा ये करुच्ची। वर्तमान एम को न्याय मिलवा दरकार जो अच्छी जो अन्याय भाव में ये है से भाई को पुओ को गोटे चाकरी देवा दरकार पोर्ट कर्तृपक्ष द्वारा और क्षतिपूर्ण देवा दरकार कारण जहाँ हेतु पोर्ट कर्तृपक्ष वर्तमान सहित अन्याय करछि 12 घंटा नाके काम नहीं तार क्षतिपूर्ण भी देवा दरकार जिते वर्ष से 12 घंटा नाके काम करछंती तार डबल ओटी हिसाब से काउंट करके देवा दरकार तापर क्षतिपूर्ण इंश्योरेंस जहाँ भी मिलियार अच्छी जी सहयोग हो पार समस्त करवा दरकार समस्या समाधान निश्चित हवा पड़ो ना ये उग्र रूप नेब यहाँ आज हजार हजार भाई आसछंती से भाई समर्थन पाई सब ड्राइवर सब ऑपरेटर भाई मैंने आसछंती जदि से न्याय मिलबनी आगामी दिन में पूरा निया जलिबो पोर्ट गेट सामना रे एटा आमे कहया चाहूँ निश्चित भाव में एबे मध्य ड्राइवर भाई माने जो श्रमिक भाई माने एठारे पहुंची सारी धीरे धीरे बढ़िबार लागी संख्या एवं सेमानक कहबा कथा होची जो भाई जनक चली गले दुनिया रु सेमानक परिवार को थैथान करिवार आवश्यकता रही पुओ को जॉब देवार दरकार अच्छी और परिवार किभली चलिबो ता पई सुव्यवस्था करबा दरकार अच्छी जदि ए समस्यार समाधान न हुए आगामी दिन में हजार हजार श्रमिक एवं ड्राइवर भाई माने मिसी जो अचल करदेबा गोपालपुर पोर्ट को सीधा सीधा से आमको चेतावनी देइछंती। छत्रपुर सुधीर कुमार नांग को रिपोर्ट एमबीसी न्यूज।